ଆଜିର ରାଶିଫଳ। ଶୁଭ ସକାଳ ଫ୍ରେଣ୍ଡସ୍। ଡିସେମ୍ବର ମାସ 6 ତାରିଖ 2025 ମସିହା ଶନିବାର, ପୌଷ ମାସ କୃଷ୍ଣପକ୍ଷେ। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ ବିଷୟରେ। ତିଥି ଦ୍ୱିତୀୟା ରାତ୍ରି 9:41 ଗତେ ତୃତୀୟା। ନକ୍ଷତ୍ର ମୃଗଶିରା ଦିବା 9:36 ଗତେ ଆଦ୍ରା। ଚନ୍ଦ୍ର ମିଥୁନ। ଯୋଗ ଶୁଭ। ଆଜିର ସୂର୍ଯ୍ୟୋଦୟ ସମୟ 6:12, ସୂର୍ଯ୍ୟାସ୍ତ ସମୟ 5:03। କନ୍ୟା ରାଶିର ଘାତ ଚନ୍ଦ୍ର ବୃଷ ରାଶି ଓ ସିଂହ କନ୍ୟା ରାଶି ଘାତ ବାର। ଆଜିର କାଳ ବେଳା 7:35 ମଧ୍ୟ ଦିବା 3:42 ଗତେ 5:05 ମଧ୍ୟ। ବାର ବେଳା 12:57 ଗତେ 2:22 ମଧ୍ୟ। ଏହି ସବୁ ସମୟରେ ଯେକୌଣସି କାମ କଲେ ଅଶୁଭ ହୋଇଥାଏ। ଚାଲନ୍ତୁ ଜାଣିବା ଆଜିର ଶୁଭ ବେଳା। 7:35 ଗତେ 7:51 ମଧ୍ୟ, 10:12 ଗତେ 12:36 ମଧ୍ୟ, ରାତ୍ରି 12 ଗତେ 16 ଗତେ 1:46 ମଧ୍ୟ। ଏହି ସବୁ ସମୟରେ ଯେକୌଣସି କାମ କଲେ ଶୁଭ ହୋଇଥାଏ। ବୋଇତ କଖାରୁ ଭକ୍ଷଣ ନିଷେଧ। ଆଜି ବୋଇତ କଖାରୁ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବ୍ୟୟ ଅଧିକ ହେଲେ ମଧ୍ୟ କାମର ସଫଳତା ମିଳିବ। ସ୍ୱାସ୍ଥ୍ୟର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ ଓ ବ୍ୟବସାୟୀ କ୍ଷେତ୍ର ମନ୍ଦ ହେବନି। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କ ଠାରୁ ପ୍ରଶଂସା ପାଇବେ। ପରିବେଶ ମଧ୍ୟ ମିତ୍ରତା ବନ୍ଧନ ଆବଦ୍ଧ ହେବ, କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତା ଏଜେନ୍ସିରେ ସମସ୍ୟା ଦୂର ହେବ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଅଧିକ ବ୍ୟୟ ହେବ। ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତର ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭ କରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ପାପଗ୍ରହ ମଧ୍ୟସ୍ଥ ରାଶିଦୀପ ହେତୁ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବେ, କାରଣ ପ୍ରଭାବ ପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସୁଥିବା ବକେୟା ଅର୍ଥ ଆଦାୟ କରିବାର ସକ୍ଷମ ହେବେ। କେତେକ ଘରେ କାରଣ ନେଇ ଅଶାନ୍ତ ରହିବେ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗ ପାରିବାରିକ ଜୀବନ ଉଚିତ ଓ ବୁଝାମଣା ହେବ। ଚାକିରି କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇଁ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ଓ ସ୍ୱାକ୍ଷରିତ ହୋଇପାରେ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ୱାସ୍ଥ୍ୟ ହାନି କିମ୍ବା ବନ୍ଧୁଙ୍କ ସହ ମନମାଳିନ୍ୟ ଯୋଗୁଁ ମନ ଉଦାସ ରହିବ। ଷ୍ଟେସନାରୀ ଓ ଜିନିଷ, ଧାତୁ ଅଳଙ୍କାର, ଔଷଧପତ୍ର ଓ ସୌଖିନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଖରାପ ଗ୍ରହ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନ ସତର୍କ ରହିବା ଭଲ। କାମର ସମ୍ମାନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାର ଉନ୍ନତି ଘଟିବ। ଶତ୍ରୁ ଅପଦ୍ରବ୍ୟ କେତେକାଂଶରେ କମିଯାଇପାରେ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି ନିଜ କାମରେ ମନ ଦେବା ଭଲ ହେବ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କୁ ବିଷୟ ଚିନ୍ତା କରି ନିଜ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଆବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାର ସମର୍ଥ ହେବ। ସେହିଭଳି ଦେଖିବା ଧନୁ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଉପଯୁକ୍ତ ଗୁରୁଜନିତ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସି ସମ୍ପର୍କୀୟ ଚିନ୍ତା କରିପାରନ୍ତି। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ସ୍ୱର୍ଣ୍ଣକ୍ଷେତ୍ରସ୍ଥ ଉଚ୍ଚାଂଶରେ ପ୍ରାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗି ରହିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁମାନଙ୍କ ଠାରୁ ଆଦର ଅଭ୍ୟର୍ଥନା ମିଳିବ। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ପୂର୍ବ ପରି ସବୁକିଛି ଠିକ୍ ଥିଲେ ମଧ୍ୟ ମନର ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନର ପ୍ରଫୁଲ୍ଲତା ଆଣିପାରେ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ।
ଆଜି ଭାଗ୍ୟସ୍ଥାନ ପ୍ରତି ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁଁ ସମସ୍ତ କାମ ସହଜ ଓ ସୁବିଧା ସମ୍ପନ୍ନ ହେବ। ନୂତନ ଯୋଜନା କରିବାର ମନ ଦେବା ନିକଟ ସମ୍ପର୍କୀୟ ମାନେ କ୍ରମଶଃ ନିକଟର ହୋଇପାରନ୍ତି। ବାଦ ବିବାଦର ଆପୁଷ ସମାଧାନ ଘଟିବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, ବେଲ୍ ଆଇକନ ଦେବେ।